ବର୍ଷା ଭୁବନେଶ୍ୱର ଆଜି କିଛି ଦିନ ହେବ ପୁରା ଲଗାତାର ବର୍ଷା ହେଉଛି, ସବୁଦିନ ବର୍ଷା। ଆଉ ବର୍ଷା ହେଲା ମାନେ ସମସ୍ତଙ୍କର ଗୋଟିଏ ଟେନସନ୍, ଲୁଗାପଟା କେଉଁଠି ଶୁଖିବ। ଆଉ ଆମର ସେ ଷ୍ଟାଣ୍ଡ ଫାଣ୍ଡ କିଛି ଦରକାର ନାହିଁ, ଘର ଭିତରେ ସିଧା ଦୌଡ଼ି ଟାଙ୍ଗ, ସେଠି ଲୁଗା ଶୁଖେଇ ଦିଅ, ଫ୍ୟାନ୍ ଚଲେଇ ଦିଅ, ବାସ୍ କାମ ଛୁଟି। ଆଗରୁ ତ ୱାସିଂ ମେସିନ୍ ନଥିଲା, ସେମିତି ହାତରେ ଲୁଗା ଚୁପୁଡ଼ିକି ଶୁଖେଇ ଦେଉଥିଲୁ, ଘର ଯାକ ପାଣି ପଡ଼ୁଥିଲା, ପୁଣି ପାଣି ପଛ। ଏବେ ସେଇ ଟେନସନ୍ଟା ନାହିଁ ଆପାତତଃ। ୱାସିଂ ମେସିନ୍ରେ ଲୁଗା ଅଧା ଶୁଖି ଯାଇଥିବ, ତାକୁ ଘର ଭିତରେ ପକେଇକି ଟିକେ କିଛି ଟାଇମ୍ ଫ୍ୟାନ୍ ଚଲେଇ ଦେଲେ ଲୁଗା ଶୁଖିଯାଏ। ତ କାଲି ଯେହେତୁ ଘରକୁ ଯିବାର ଅଛି, ସେଥିପାଇଁ କି ଘରକୁ ଯିବା ଆଗରୁ ଲୁଗାପଟା ସବୁ ସଜାଡ଼ିବାର ଥିଲା। ଲୁଗାପଟା ସଫା କରିକି ଯାହା ଯେତିକି ମାନେ ରଖିବା କଥା ଏଠି ରଖିଦେଲି, ଆଉ ଯାହା ଯେତିକି ପ୍ୟାକିଂ କରିବାର ଥିଲା ତାକୁ ତା ଆଗ ଦିନ ସନ୍ଧ୍ୟାବେଳେ ପ୍ୟାକିଂ କରିଦେଲି। ନିଜର କିଛି ଜିନିଷ ହଉ କି ନ ହଉ, କିନ୍ତୁ ପିଲା ଅଛି ମାନେ ପିଲାର ଜିନିଷପତ୍ର, ଖାଇବା ପିଇବା ସବୁ ଧରିକି ଯିବାକୁ ପଡ଼େ। ସେଥିପାଇଁ କି ମୋତେ ବଡ଼ ଟେନସନ୍, ଯେ ମାନେ କୁଆଡ଼େ ଗଲା ମାନେ ପ୍ୟାକିଂ କରିକି ନିଅ, ପୁଣି ପ୍ୟାକିଂ କରିକି ଆଣ। ତ ଯାହା ବି ହଉ ରାତିରେ କିଛି ପ୍ୟାକିଂ କରିକି ଶୋଇ ପଡ଼ିଥିଲୁ। ସକାଳୁ ଉଠିକି ଆଉ ଯାହା ବାକି ଥିଲା ସେଗୁଡ଼ା ସବୁ ପ୍ୟାକିଂ ହେଲା। 4:30 ପାଖାପାଖି ଉଠିକି ଆଉ ଜିନିଷପତ୍ର ଯାହା ଥିଲା ପ୍ୟାକିଂ କରିକି, ପୁଅ ବି ଉଠିଗଲାଣି, ସବୁ ରେଡ଼ି ହେଇଗଲୁଣି। ରାତିରେ ମିଶ୍ରି ପାଣିରେ ପକାଇଥିଲି, ମିଶ୍ରି ଭୁସି ପାଣି ଟିକେ ପିଇ ଦେଇକି ବାହାରିଲୁ। ଏଇଠୁ ଅଟୋ ବୁକ୍ କରିକି ପଳେଇବୁ ଷ୍ଟେସନରେ 6ଟା ବେଳକୁ ଜନଶତାବ୍ଦୀ ଅଛି, ସେଇଥିରେ ଯିବୁ। ଏବେ ପୁରା ବର୍ଷା ଦିନ ଆସିଯାଇଛି, ସକାଳୁ ବି ଆମେ ବାହାରିକି ଆସିଲୁ ବର୍ଷା ହେଉଛି। ତ ଯାହା ବି ହଉ, ଆମ ଘରେ ଆକ୍ଚୁଆଲି ରଥ ହୁଏ, ରଥରେ ଆମେ ଯାଇପାରିନଥିଲୁ, ବାହୁଡ଼ା ପାଇଁକି ଯାଉଛୁ ଘରକୁ। ଜଳେଶ୍ୱରରେ ଆମେ ଟ୍ରେନ୍ରେ ଓହ୍ଲେଇଲୁ, ଟ୍ରେନ୍ରେ ଓହ୍ଲେଇକି ଜଳେଶ୍ୱର ଆସିଥିଲା ଅଟୋରେ ଯାଉଥିଲୁ। ଦେଖନ୍ତୁ ଆମ ଆଡ଼େ କେତେ ଜୋର ବନ୍ୟା ହେଇଛି, ବନ୍ୟା ଛାଡ଼ି ଯାଇଛି କିନ୍ତୁ ବିଲଗୁଡ଼ାରେ ସବୁ ପାଣି ଅଛି। ତାପରେ ଆସିକି ପହଞ୍ଚିଗଲୁ ଆମେ ଘର। ଆଉ ମୁଁ ଘରେ ପହଞ୍ଚିଲି ବୋଲି କେମିତି ଜାଣିବେ, ମୁଁ ମଥାରେ ଓଢ଼ଣି ଦେଲା ମାନେ ମୋ ଶାଶୁ ଘରେ ଆସିକି ପହଞ୍ଚିଗଲି। ବାହାରେ ଯାହା ଯେମିତି ଡ୍ରେସ୍ ପିନ୍ଧିବ ଠିକ୍ ଅଛି, କିନ୍ତୁ ଗାଁକୁ ଆସିଲା ମାନେ ଶାଢ଼ୀ ନିଶ୍ଚୟ ପିନ୍ଧିକି ଆସାହବ। ଆଉ ଘରୁ ବାହାରକୁ ବାହାରିଲା ମାନେ ମୁଣ୍ଡରେ ଓଢ଼ଣି ଦିଆହବ, ପଛେ ଘରେ ନ ଦିଅ।